ଏଥର ନା ଶୁଭ ଦିଆଯିବ ନା ଦିଆଯିବନି? ନା 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 ଶୁଭ ଦିଆଯିବ। ହେଇଥିଲା ଶୁଭ ଖାଲି ପୂଜା ହବ। ହଁ ଏଠି ତାର ଫୁଲ ତୋଳିକି ପୁରା ସବୁ ବ୍ୟବସ୍ଥା କରିଦେଇ ସାରିଲେ। ନା ଫଳ ହେରିକା ଆଣିଥିଲୁ ନା ଆଣି ନଥିଲୁ? ବନିକା ତଳେ ଆଉ ମେଘ ପବନ ଆଇଲା ଆଉ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଯେମିତିକି ଜାଣିଛନ୍ତି ମୁଁ ଗୋଟେ ଛୋଟ ମକା ଦୋକାନଟିଏ। ତ ଟାଇମ୍ ପାଖାପାଖି 7:30 କି 8ଟା ବର୍ତ୍ତମାନ ହେଇଛି। ତ ଦେଖନ୍ତୁ 7:32 ବର୍ତ୍ତମାନ ହେଇଛି। ତ ଫାଷ୍ଟ ଟାଇମ୍ ଆଜି ଆପଣଙ୍କ ଭାଇ ଏତେ ଶୀଘ୍ର ଉଠିଛି। ନହେଲେ ମୁଁ ବର୍ତ୍ତମାନ ମାନେ 10ଟା 11ଟା ଭିତରେ ଉଠେ। କାହିଁକି ନା ଯୋଉ ମୁଁ ଲେଟ୍ ନାଇଟରେ ଆସେ ନା, ତ 12ଟା 1 ହେଇଯାଏ। ତ କାଲି ବି ମୁଁ ଆସିଥିଲି 12ଟା 1, କିନ୍ତୁ 12ଟା 1 ବେଳେ ଆସିଥିଲି, କିନ୍ତୁ ଆଜି ଶୀଘ୍ର ଉଠିଛି। ତ କାଲି ତ ଜାଣିବେ ଦେଖୁଥିବେ କେମିତିଆ ବର୍ଷା ହେରିକା ହେଇଥିଲା, ବହୁତ ଜୋର ବର୍ଷା ହେଇଥିଲା। ତ ମୁଁ ଭାବିଥିଲି ଆଜି ଘର କାମ ହବ କି ନହବ, ତ ଏବେ ସୁଦ୍ଧା ବି ମୁଁ କନଫ୍ୟୁଜ ଅଛି। ତ ସେଇ ଲାଗି ମୁଁ ଆଜି ବହୁତ ଶୀଘ୍ର ଉଠିଛି। ତ ଆମର ଆଉ ଯାହା ଏଇ ଘାସ ହେରିକା ଅଧା ଅଧା ଛେଲା ହେଇକି ଥିଲା, ତ ସେସବୁ ବର୍ତ୍ତମାନ ଆଉ ଟିକେ ଛେଲିକି ପୁରା ସଫା ଏଇଟା କ୍ଲିନ୍ କରିଦେଇଛୁ। ତ ଯଦି ବର୍ଷା ପାଗ ଠିକ ଠାକ ଦେଲା, ଖରା ତ କାଟିଲାଣି ଦେଖନ୍ତୁ, ଯଦି ପାଗ ଠିକ ଠାକ ଦେଲା ତ ଆଜି କାମ ହବ। ତ ମୁଁ ସେଇ ଲାଗି ସକାଳୁ ଉଠିକି ପୁରା ବ୍ରସ୍ ହେରିକା କରିଦେଇ ସାରିଲିଣି। ଆଉ କାଲି ରାତିରେ ଯୋଉ ବର୍ଷାରେ ଯାହା ପିନ୍ଧିଥିଲି ସୁଇଟରଟା, ସେଇ ସୁଇଟରଟା ଅଛି। ବର୍ତ୍ତମାନ ବ୍ରସ୍ ହେରିକା କରୁଥିଲି, ମୁଁ ଭିଡିଓ କରିବି ବୋଲି। କିନ୍ତୁ ଆମ ଛୁଆକୁ ଦେଇ ଦେଇଥିଲେ ଧରିବା ପାଇଁ। ତ ନାଁ କିସ ଛୁଆ? ଛୁଆ ତୋ ନାଁ କିସ? ହାଁ ସେ ଲାଜ କରୁଛୁ। ମୋ ମାମୁଁ ପୁଅଟା। ତ ଏଇ ଜାଗାରେ ବର୍ତ୍ତମାନ ଆପଣଙ୍କ ଭାଇର ଘର ହବାକୁ ଯାଉଛି। ଦେଖିବା କଣ କଣ ହଉଛି। ତ ବର୍ତ୍ତମାନ ସୁଦ୍ଧା ବି କିଛି ହେଇନି। ଆଜି ହଉଛି ଆପଣଙ୍କ ଭାଇର ଘର ଶୁଭ ଦିଆଯିବ। ଆଉ ଘର କାମ କେବେ ହବ ଜଣା ପଡିବ, କିନ୍ତୁ ସେଇ ଶୁଭ ଦବା ଖୁସିରେ ତ ଆମେ ରାତି ସାରା ବର୍ତ୍ତମାନ କେହି ବି ଶୋଇନୁ। ତ ରାତି ସାରା ଆମେ ବହୁତ ସାରା ଡିସକସନ କରୁଥିଲେ ଯେ କଣ କରିବା କି କଣ ନାହିଁ। ତାପରେ ଯେହେତୁ ଆମେ ଫାଷ୍ଟ ଟାଇମ୍ ନା, ତ କେଉଠୁ ସିମେଣ୍ଟ ଆଣିବା, କେଉଠୁ ରୋଡ ଆଣିବା, କାହାକୁ କାମ ଦବା, ତ ଏଇ ସବୁ କଥା କହି ରାତି ପାଇଗଲା। ସକାଳେ ତ ଆପଣ ଭାଇ ଆପଣଙ୍କ ସାମ୍ନାରେ ହାଜର। ତ ବର୍ତ୍ତମାନ ମା ପାଖକୁ ଟିକେ ଯିବା, ଦେଖିବା ମା ର କଣ ରିଆକ୍ସନ, ଟିକେ ମା କୁ ଟିକେ ବୁଝିକି ଆସିବା। କୁଆଡେ ଗଲା ମା? ବୋଧେ ସେପଟ ସାଇଡରେ ଅଛି। ମା ପାଖକୁ ମୁଁ ଯାଇ କେହି ବି ଭିଡିଓ ସ୍କିପ୍ କରିବେନି। ମା ଆଜି କେତେ କଣ ଖୁସି ଅଛି ଜଣା ପଡିବ। ତ ସାଙ୍ଗମାନେ ଦେଖିପାରୁଥିବେ, ମା ପୁରା ଖୁସିରେ ଆଜି ଫୁଲ ବର୍ତ୍ତମାନ ପୁରା ତୋଳିବାର ବ୍ୟସ୍ତ ପୁରା। ଲୋ ମା ସକାଳୁ ସକାଳୁ ଏତେ ଫୁଲ କାହିଁକି ତୋଳୁଛୁ? ଆଁ? ପୂଜା କରିବି ଫୁଲ। ଆଜି ଘର କାମ ହଉଛି ଜାଣିଛୁ ନା ଜାଣିନୁ? ଆଁ? କେତେ ଖୁସି? ବହୁତ ଖୁସି। ଆଁ? ବହୁତ ଖୁସି। ମା ସେଇଥିପାଇଁ ସକାଳୁ ସକାଳୁ ଉଠିକି ପୁରା ଫୁଲ ତାର ତୋଳିତେ ଲାଗିଲାଣି। ଛୁଆ କଟୁରୀ ଆଣିଲୁ ନା? ପାଇଲୁ ନା କଟୁରୀ? ଯା ନେଇକି ଆ। ସେ ମୋ ମାମୁଁ ପୁଅ। ସେ ଆସିଛି ଯେହେତୁ ଘର କାମ ହବ, ତ ସେଇଥିଲାଗି ସିଏ ଆସିଛି। ବେ ତ ମା ଏଠି ତାର ଫୁଲ ତୋଳିକି ପୁରା ସବୁ ବ୍ୟବସ୍ଥା କରିଦେଇ ସାରିଲେଣି। ନା ମା ଫଳ ହେରିକା ଆଣିଥିଲୁ ନା ଆଣି ନଥିଲୁ? ବନିକା ତଳେ ଆଉ ମେଘ ପବନ ଆଇଲା ଆଉ। ଯାଇନି। ଚାଲି ଯା ଟିକେ ଉଠା। ଏବେ ସକାଳୁ ସକାଳୁ ଏଠି ଦୁନିଆ କାମ ଅଛି। ଆଜି ପୁରା ମୋ ମା ଏଇ ଗଛ ଗୁଡା ସବୁ ଯେତିକି ଦେଖନ୍ତୁ, ଯେତିକି ବାଡିରେ ଯେତିକି ବି ଗଛ ହେଇଛି, ସବୁ ଯୋଉ ମା ନିଜେ ହାତରେ ସିଏ ଲଗେଇଛନ୍ତି। ଏପଟ ସାଇଡ ହଉ କି ଏପଟ ସାଇଡ ପପିଆ ଗଛ ହଉ କି ଶାଗ ଗୁଡା ବି, ତ ମୁଁ ଦେଖୁଥିଲି ଥରେ, ତ ଶାଗ ଗୁଡା ବି ମା ତାର ନିଜେ ଲଗେଇଛି। ମା ର ଆଜି ହସ ଟା ଟିକେ ତାଙ୍କ ଘରେ ଟିକେ ସାଇଡ ଟିକେ ରହିଛି ଦୁଃଖରେ। ଦେଖିବା ବ୍ରାହ୍ମଣ କେତେବେଳେ ଆସୁଛନ୍ତି, ସେତେବେଳେ ଆମେ ଅପେକ୍ଷା କରୁଛେ ସମସ୍ତେ। ତ ବ୍ରାହ୍ମଣ ଆସିଲା ପରେ, ଶୁଭ ଦେଲା ପରେ, ତାପରେ ଧୀରେ ଧୀରେ ସବୁ କାମ ଆରମ୍ଭ ହବ। କିନ୍ତୁ ଇଟା ବାଲି ଚିପ୍ସ ହେରିକା ବର୍ତ୍ତମାନ ସୁଦ୍ଧା ବି ଆସିନାହିଁ। ମୁଁ 2 ଦିନ ହେଲା କହିଲିଣି ଯେ ଆସିବା କଥା, କିନ୍ତୁ ଟୋଟାଲି ଦେଖନ୍ତୁ ବାଡି ସେପଟେ କେହି ସାଇଡରେ ଆସିନାହିଁ। ଦେଖିବା କେତେବେଳେ ଆସୁଛି ଆମ ମିସ୍ତ୍ରୀ ଭାଇ। ଟିକେ ହାଇ ଟିକେ କହିଦିଅନ୍ତି। ହାଏ ଭାଇ। ତ ସାଙ୍ଗମାନେ ବର୍ତ୍ତମାନ ହଉଛି ନନା ଆସିଗଲେଣି। ଯେମିତି ଆପଣମାନେ ଶୁଭାଯାଉଥିବ ଶଙ୍ଖ ଶୁଭାଯାଉଛି ଆବାଜ। ତ ବର୍ତ୍ତମାନ ନନା ସେଇଠି ପୂଜା କରୁଛନ୍ତି। ଦେଖନ୍ତୁ
ନା ଆମର ଗୋଟେ ବର୍ଷ ଆର ବର୍ଷ ପୂଜା ହେଇଥିଲା ଶୁଭ ଦିଆ ହେଇଥିଲା କିନ୍ତୁ ସେ ବର୍ଷ ହେଇନଥିଲା ନା ନା ଆର ବର୍ଷ ପୂଜା ହେଇନଥିଲା ନା ଆର ବର୍ଷ ହେଇନି, ବର୍ଷେ ହେଇନି। ବର୍ଷା ହେଇନି ନା ତ ଆର ବର୍ଷ ଆମ ନନା ପୂଜା କରିକି ଯାଇଥିଲେ ଶୁଭ ଦେଇକି ଯାଇଥିଲେ ତ ସେଇ ଲାଗି ଏଥର ନନା ଶୁଭ ଦିଆଯିବ ନା ଦିଆଯିବନି ନା 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 କାଇଁ ଶୁଭ ଦେଇନି, ହେଇଥିଲା ଶୁଭ ଖାଲି ପୂଜା ହବ ହଁ ସେଇଥିଲାଗି ନନା କହିଲା ଯେ ଏଥର ଆଉ ଶୁଭ ଦିଆଯିବନି ଖାଲି ପୂଜା ହେଇଗଲେ ହେଇଯିବ ତ ନନା ଆସିଗଲେଣି ନନା ପୂଜା ଆଉ କେତେ ସମୟ ହବ ନା ସରିଗଲାଣି ଆଉ 10-15 ମିନିଟ୍। ତ ଆଉ 10-15 ମିନିଟ୍ ପରେ ଏଇ ଜାଗାରେ ପୁଣି ପାଇଲିଂ ପୁଣି ଆରମ୍ଭ ହବ ନା ଲେଆଉଟ୍ ପୁଣି ମରାଯିବ ଲେଆଉଟ୍ ପରେ ପୁଣି ଘର କାମ ଆପଣଙ୍କ ଭାଇର ଯେମିତି ହବା କଥା ଠିକଠାକ ହବ ତ କେମିତି କ'ଣ ଯାଉଛି କେହି ବି ଭିଡ଼ିଓ ସ୍କିପ୍ କରିବନି ମାନେ ଯେହେତୁ ମୋର ତ ଫାର୍ଷ୍ଟ ଟାଇମ୍ ତ ମୁଁ ଯେମିତି ନନା ବି କହିଲେ ଯେ ଆର ବର୍ଷଠୁ ଶୁଭ ଦିଆହେଇଛି କିନ୍ତୁ ଘର କରିବା ପାଇଁ ମୋର ସେତିକି ସକ୍ଷମ ନଥିଲା ଆଉ ସାହସ ନଥିଲା ତ ଆପଣମାନେ ସେଇଟା ହେଉଛି ପ୍ରମାଣିତ କରିକି ଦେଖେଇ ଦେଲେ ଆଉ ମୋତେ କନଫିଡେନ୍ସ ଏତେ ସାରା ଦେଲେ ଯେ ମୁଁ 2 ମାସ ଭିତରେ ଯେଇଟା ମୁଁ 5 ବର୍ଷ ଭିତରେ କରିପାରୁନଥିଲି ଏଇଟା ମୁଁ 2 ମାସ ଭିତରେ ମୁଁ ମାନେ କରିକି ଦେଖେଇଦେଲି ଏଇଟା ଓନ୍ଲି ଆପଣମାନଙ୍କ ସପୋର୍ଟ ଆଉ ଭଲ ପାଇବା ପାଇଁ ତ ସାଙ୍ଗମାନେ ବର୍ତ୍ତମାନ ଜାଣିପାରୁଛନ୍ତି ଟାଇମ୍ କେତେ ହେଇଥିବ ଟାଇମ୍ ବର୍ତ୍ତମାନ 12ଟା ଆପଣମାନେ ଜାଣିବେ କେମିତିଆ ଆଉ ଟିକେ ପାଖକୁ ଆସେ ତ ଦେଖନ୍ତୁ ମାନେ ଜାଣିବେ ଖରା ଦେଖିକି ନିହାତି ଜାଣିପାରିବେ ଯେ କେମିତିଆ ମାନେ ଏତେ ଖରାରେ ଭାଇ ଛିଡ଼ା ହେଇଛି କ'ଣ ପାଇଁ ଜାଣିଛନ୍ତି ତ ବର୍ତ୍ତମାନ ଆପଣଙ୍କ ସ୍ୱପ୍ନ ଯେଟା ମୋର ବି ସ୍ୱପ୍ନ ଆପଣମାନଙ୍କୁ ଭଲ ପାଇବା ପାଇଁ ତ ସେଇ ସ୍ୱପ୍ନଟା ପୂରଣ ହବାକୁ ଯାଉଛି ତ ବର୍ତ୍ତମାନ ଦେଖନ୍ତୁ ଇଟା ହେରିକା ପଳେଇ ଆସିଲାଣି ଇଟା ବି ପଳେଇ ଆସିଛି ବାଲି ବି ପଳେଇ ଆସିଛି ଆଉ ମିସ୍ତ୍ରୀ ମାନେ ବି ଆସିକି କାମ ବି କରୁଛନ୍ତି ମୁଁ ସେଟା ଦେଖେଇବି ନେଇକି ବର୍ତ୍ତମାନ ମୁଁ ଦେଖଉଛି ତ କାମ ବି ମାନେ ଆଜିକା କାମ ଯେତିକି ସେଇଟା ହଉଛି ଅଧା ଅଧି ସରିଗଲାଣି ମାନେ ସେଇ ଯେ ଦୌଡ଼ି ଖାଞ୍ଚିକି କ'ଣ ମାନେ କେଇଠି କଲମ ଗୁଡ଼ା ଉଠିବ ତ ସେଇ ଦିଟା ମାନେ ସେଇ କାମଟା ବର୍ତ୍ତମାନ ଚାଲିଛି ତ ବହୁତ କିଛି ଆସିସାରିଲାଣି ଇଟା ବାଲି ଚିପ୍ସ ସିମେଣ୍ଟ ରଡ଼ ଆସିଲାଣି ଆହୁରି କିଛି ଆସିବ ଦେଖିବା କେତେ ବାଟରେ କାମ ବି ଯାଇଛି ମୁଁ ଆପଣଙ୍କୁ ଦେଖଉଛି ଆସ ମୋ ଭେଷରୁ ତ ଜାଣିପାରୁଥିବେ ତ ମୁଁ ନିହାତି ମୁଁ ଏଇ ଟାଇପ୍ର ଘର ଯେତେବେଳେ ବି ଏଇ ଟାଇପ୍ର ନର୍ମାଲ ଗାଉଁଲି ପିଲାଟିଏ କାମ ଚାଲିଛି ଦେଖନ୍ତୁ ମୁଁ ତ ଟୋଟାଲି କିଛି ବୁଝି ବି ପାରୁନି ଏଇଟା କ'ଣ ଚାଲିଛି ଖାଲି ଇଏ ସେଇ ସୂତା ଗୁଡ଼ାକୁ ଟଣା ହେଉଛି ମୁଁ ଭାବୁଛି କିସ ହେଉଛି ମୁଁ ତ ଟୋଟାଲି ବୁଝିପାରୁନି ସତରେ ପୁରା ସକ୍ ଲାଗି ହେଉଛି ଯେ ମାନେ ମୁଁ ବି ଘର କରିପାରିବି ବୋଲି ମୁଁ ଭାବି ବି ପାରୁନାହିଁ ମାନେ ଏତେ ଖୁସି ମୁଁ ୟା ପୂର୍ବରୁ ମୁଁ ଯାଇକି ସେଇ ଜାଗାରେ ଗୋଟେ ଛାଇ ଅଛି ମୁଁ ସେଇ ଜାଗାରେ ଯାଇକି ବସିକି କାମ ଚାଲିଥାଏ ମୁଁ ବସିକି ଭାବୁଥାଏ ଯେ ମାନେ ମୁଁ ବି ଦିନେ ଘର କରିପାରିବି ଭିଡିଓ କରନା ଜାନା ଖିରା ଛୁଟିଆ ଛୁଟିଆ ସବୁ ପାରିବୁ ଯାହା କିବା କହୁନା ମିସ୍ତ୍ରୀ ମତେ ଦାୟିତ୍ୱ ଦେଇଦେଲା ଛୋଟ ଗୋଟେ କେଳା କାଟିବା ପାଇଁ ମୁଁ ମାନେ ସେ ଜାଣିଛି ଯେ ମୁଁ ପାରିବିନି ନା ସେଇ ଲାଗି ଦେଖିକି ଆସିବ ଏଇଟା ଥରେ ଛିଣ୍ଡିଗଲା ମାନେ ଆଉ ପାରିବାନି ଆମେ ମିସ୍ତ୍ରୀ କହିଲେ ଛିଡେଇବନି ମାଡ ଖାଇବ ମାନେ ଗରମର ମାନେ ବୁଝିପାରୁଥିବେ ମାନେ ଏତିକି ତ ମୁଁ ଟିକେ ବୁଲାବୁଲି କଲାବେଳକୁ ମତେ ତ ଏତେ ଖରା ମାନେ ଯେଉଁମାନେ ଯେ ପରିଶ୍ରମ ପୁରା ହାର୍ଡ ପରିଶ୍ରମ କରୁଛନ୍ତି ସେମାନେ କେତେ କଷ୍ଟ ନ ଭୋଗୁଥିବେ ଭାଗ୍ୟ ଆମର ତ ନସିବ ନାହିଁ ସେମିତିଆ ଯେ ଏସି ଘର ଯାଇକି ରହିବା ତ ଦେଖନ୍ତୁ ଦେଖାଉଛି କି ନାହିଁ ହଁ ଏଇ ଧଳା ଧଳା ଗାରଟା ଟୋଟାଲି ଏଇ ସାଇଡଟାରେ ଗାର ନା ଆଉ ଇଏ ସୂତା ତ ବର୍ତ୍ତମାନ ଏଇ ସାଇଡର କାମ ବି ଚାଲିଛି ନିଜକୁ ମତେ ବହୁତ ମାନେ ଖୁସି ଲାଗୁଛି ଯେ ମୁଁ ବି ଦିନେ ଯେଉଁଟା ସ୍ୱପ୍ନ ଦେଖୁଥିଲି ସେଇଟା ମୁଁ ପୂରଣ କରିପାରୁଛି ମାନେ ଧୀରେ ଧୀରେ ଆଜି ହଁ ଏକାଥରକେ ଆମେ ନ ହଉ ଧୀରେ ଧୀରେ ହବ କିନ୍ତୁ ମୁଁ ସିଓର କରିବି ଆପଣମାନେ ତ ଅଛନ୍ତି ସବସ୍କ୍ରାଇବ ଗୋଟେ କରିକି ରଖିଦିଅନ୍ତୁ ତ ଜାଣିପାରିବେ ଯେ ଡିକେ ଭାଇ କେତେ ମେହନତର ଗୋଟେ ଘର କରନ୍ତି ମୁଁ ଏକା ନୁହେଁ ସବୁ ମିଡିଲ କ୍ଲାସ ଲୋକ କେତେ ମେହନତର ମାନେ ଝାଳବୁଆ ପଇସା ଯେଟା କୁହନ୍ତି ତ ସେଇ ପଇସାରେ ଆମେ ଘର କରୁଛେ ସେମାନେ କେତେ ମେହନତର ହଉଛି ସେଇଟା ଆପଣ ମାନେ ଦେଖିବେ ସମସ୍ତେ ଗୋଟେ ସବସ୍କ୍ରାଇବ କରିକି ରଖିଦେଇଥାନ୍ତି ମିସ୍ତ୍ରୀ ଆମର ବର୍ତ୍ତମାନ ଚୂନ ଦବା ଆରମ୍ଭ କଲାଣି ଚୂନଟା ଦେଇଦେଲେ
ମିସ୍ତ୍ରୀ ଚୂନଟା କିସ ପାଇଁ ଦିଆଯାଏ? ଲାଇନ୍ ଟା ଦେଖିବା ପାଇଁ। ଯଦି ବର୍ତ୍ତମାନ ବର୍ଷା ହେଇଗଲା ତାହେଲେ କିସ ହବ? ବର୍ଷା ତ କିଳା ରହିଛି। ଜାଣିନ ଆଉ ତାହେଲେ ତ କିଳା ହାତ ଦିଆହେଇଛି, କାହିଁକି ଆଉ ଧଳା ଦଉଛ ପୁଣି? ସେ କିଣି ସାରିଛ ନା, ସେ ଆଉ ରିଟର୍ନ ନବ ନା। ଆଚ୍ଛା ଆଚ୍ଛା। ତ ବର୍ତ୍ତମାନ ଚୂନ ଦିଆ ଆରମ୍ଭ ସାରିଲାଣି, ମାନେ ଟୋଟାଲଟା ବୋଧେ ଚୂନ ଟୋଟାଲ ଦିଆଯିବ। ମୁଁ ମାନେ ଆପଣ ଭାବୁଥିବେ ମାନେ ଇଏ ଯେମିତି କିଛି ଜାଣିନି, ସବୁ ହରୁଳା ଭଳିଆ କହୁଛି। ଆରେ ସତରେ ଯେହେତୁ ଆମେ ନୂଆ ଘର କରୁଛୁ ନା, ତ ଆମେ ଜାଣିବା କେମିତିଆ। ବହୁତ ଲୋକ ବି, ମୁଁ କଣ ବହୁତ ଲୋକ ବି ଜାଣିନଥିବ ଯେ ୟା ପରେ କଣ ହବ ତାପରେ କଣ ହବ। ଏମିତି ଇଚ୍ଛା ହଉଛି ବହୁତ, ୟା ପରେ ଦେଖିବା କିସଟା ହଉଛୁ ତାପରେ କିସ ହଉଛୁ। ତ ପୁରା ଚାରି ସାଇଡର ଏଇଭଳିଆ ଚାରି ସାଇଡର ହବ। ଦେଖିବା ଏଇ ଚୂନ ଦେଇ ସାରିଲା ପରେ କଣ ସବୁ ହଉଛି, ଆପଣମାନେ ଭିଡ଼ିଓ ଜମାରୁ ସ୍କିପ୍ କରିବେନି। ବହୁତ ମଜାଦାର ଭିଡ଼ିଓ ଅଭିଜ୍ଞତା ତ ଆସିବ। ଆମ ଭାଇଙ୍କ ଲାଇଫ୍ ଷ୍ଟୋରି ତ ଆପଣମାନେ ଦେଖୁଛନ୍ତି, ମାନେ ବହୁତ ଖୁସି ବି ମୋତେ ବହୁତ ସାରା ଲାଗୁଛି। ତାଙ୍କ ପାଖକୁ ଯାଇ ମିସ୍ତ୍ରୀ ମାନଙ୍କ ପାଖକୁ ତାଙ୍କ କାମ ଟିକେ କରିକି ହେଲ୍ପ ଟିକେ କରିଦବା ନିହାତି। ତ ସାଙ୍ଗମାନେ ବର୍ତ୍ତମାନ ଟାଇମ ଜାଣିଛନ୍ତି କେତେ ହେଇଛି? ଦେଖୁଛି ଦେଖନ୍ତୁ 4:29। ତ ଆପଣମାନେ ଭାବୁଥିବେ 4:29 ହେଲାଣି, ଭାଇ କଣ ପାଇଁ ଆଜି ଦୋକାନ ଯାଇନାହିଁ। ତ ମୁଁ କିସ ଲାଗି ଦୋକାନ ଯାଇନାହିଁ ଜାଣିଛନ୍ତି? ତ ମୁଁ ବହୁତ ସାରା କାମ ଥିଲା। ତ ବର୍ତ୍ତମାନ ପାଖାପାଖି ଏଇ କାମ ସରିଲା ଅଧଘଣ୍ଟେ ଘଣ୍ଟେ। ବର୍ତ୍ତମାନ ଖାଇ ଖୁଆକି ଟିକେ ରେଷ୍ଟ ନେଇଥିଲି, ତାପରେ ଆଖି ଲାଗିଯାଇଛି। ତ ଜାଣିପାରୁଥିବେ ମୋ ଫେସକୁ ଦେଖିକି ଟିକେ ଲାଗିଯାଇଥିବ। ଆଉ ତ ଦେଖନ୍ତୁ ବର୍ତ୍ତମାନ କାମ ସରିଲା ପରେ ସବୁ ସୂତା ହେରିକା ପୋତା ହେଇଥିଲା, ସୂତା ଗୁଡାକୁ ମାନେ ଉପଡା ହେଇଯାଇଛି। ଆଉ ସେଇଠି ଯାହା ଗୋଟେ ପ୍ରଥମେ ଆଗେ ସେଇଠି ଗୋଟେ ଗାତ କରାହେଇଛି। ସେଇଠି ଗାତ ପୂଜା ତାଙ୍କର ଯେମିତି ନିୟମ ଅଛି, ପୂଜା କରି କୁରାକି ଯାଇଛନ୍ତି। ତାପରେ ହଉଛି ଆସନ୍ତା କାଲିଠୁ କାମ ହବ। ସେ ଆଜି ଆଉ ଲେଟ୍ ବି ହେଇଗଲାଣି। ତାପରେ ମୁଁ ବି ଦୋକାନ ଯିବି, ମୁଁ ନିହାତି ରହିତେ ହବ। ଘରେ ଜଣେ ନ ରହିଲେ କାମ ଠିକ ହବ କି ନାହିଁ ସେଇଟା ମୁଁ ଜାଣିନି। ମା ବର୍ତ୍ତମାନ ଦେଖନ୍ତୁ ସେଇଠି କେମିତିଆ, ତାର ସଦାବେଳେ ସେଇ ଗଛ ଡିପାର୍ଟମେଣ୍ଟର ସବୁ ଲାଗିଛି। ମାନେ ଏଠି କାମ ହେଲେ ଗଛ ଗୁଡା ସବୁ ଖରାପ ହେଇଯିବ ନା, ମା ସେଇ ଲାଗି କିସ ଗଛ ଲଗଉଛି। ଦେଖେ ତମେ କିସ ଗଛ ଲଗେଇଥିଲ? ଲଗେଇଥିନି ନଉଟିଆ ନାରସ ଗଛ, ସବୁ ଘର କାମ ହେଲା ସବୁ ଭାଙ୍ଗି ଭୁଙ୍ଗା ଦେଲେ। ଆଉ ତାକୁ ସବୁ ଆଉ ଜାଗାକୁ ଲଗଉଛୁ ଆଉ। ମା ଦେଖ ସେପଟେ ଯେତିକି ଗଛ ଏଇ ସାଇଡରେ ଲଗା ହେଇଥିଲା, ବାଇଗଣ ଗଛ ହେରିକା ଲଗେଇନି ଆଉ। ସବୁ ଉପୁଡିକି ମା ନେଇକି ଆସିଛି। ସବୁ ଉପୁଡିକି ଆଣିକି ଏଇ ସାଇଡରେ ଲଗେଇଛନ୍ତି। ମାର ଏଇଟା ଛୋଟ ଗୋଟେ ଗାର୍ଡେନ। ମାନେ ଘରେ ଯେତିକି ବି ଆପଣ ବିଶ୍ୱାସ କରିବେନି, ମାନେ ଆମର ପ୍ରତି ବର୍ଷ ଯାହାବି ଆମେ କିଣା ପନିପରିବା ଆମେ ବହୁତ କମ ଖାଏ। ମା ତ ସବୁ ଜିନିଷ, ବିଲାତି ହଉ, ବାଇଗଣ ହଉ, ପୁଟୁଳ, ଜହ୍ନି, କାକୁଡି, ମା ଏଇ ଜାଗାଟାରେ ଆମର ସବୁ ଲଗେଇଦିଏ। ସବୁ ଲଗେଇଦିଏ ପୁରା। ଆମେ ତ ବର୍ଷ ସାରା ଖାଏ, କିନ୍ତୁ କିଣାଯାଏ କିନ୍ତୁ ବହୁତ କମ କିଣାଯାଏ। ତାହେଲେ ଭାବ ମା କେତେ ପରିଶ୍ରମ କରୁଛୁ। ସେପଟେ ଘର କାମ, ସେପଟେ ପୁଣି ବାହାର କାମ। ମୁଁ ଟିକେ ମାନେ ମା କୁ ଖୁସି ହିଁ ଦେଇପାରୁନି। ବାସ୍ ଆପଣଙ୍କ ସପୋର୍ଟ ରହିଛି। ଆଉ ମୁଁ ନିହାତି ମୋ ମା ର ସ୍ୱପ୍ନକୁ ହିଁ ପୂରଣ କରିବି। ମା ସେଠି ତାର ଦେଖନ୍ତୁ, ମୁଁ ଏଠି ଭିଡିଓ କରୁଛି, ମା କୁ କିଛି ଫରକ ପଡେନି। କଣ କରୁଛି କେଜାଣି, କିସ କରୁଛି ସିଏ ତ ଖାଲି ବସିଛି। ମା ତାର ଚଲେଇଛି। ମା ଚାହିଁଲା ଲେଟ୍ ହେଲାଣି, ମୁଁ ଚାଲିଲି ଦୋକାନ। କଥା କହିଲି ଯେତେବେଳେ ଗଛ ଲଗେଇଲି ସଞ୍ଜ ବାଜିଲାଣି। ହଁ ମୁଁ ଚାଲିଲି ଦୋକାନ ଯାଉଛୁ। ତ ସାଙ୍ଗମାନେ ମୁଁ ବର୍ତ୍ତମାନ ଦୋକାନ ଯାଉଛି। ତ ଆଶା କରୁଛି ଆପଣଙ୍କୁ ତ ମୋ ଲାଇଫ ଷ୍ଟୋରି ଭିଡିଓ ବହୁତ ଭଲ ଲାଗୁଛି। ତ ଭଲ ଲାଗିଥିଲେ ଗୋଟେ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରିଦେବେ। ଆଉ ମୁଁ ଘର ତ କେମିତି କଣ କରିବି, ତ ଆପଣମାନଙ୍କୁ ତ ଧୀରେ ଧୀରେ ମୁଁ ଦେଖଉଛି ଭିଡିଓ ମାଧ୍ୟମରେ। ତ ଟାଇମ ବି ବହୁତ ଲେଟ୍ ହେଲାଣି। ମୁଁ ଆଶା କରୁଛି ଭିଡିଓଟି ଭଲ ଲାଗିଥିବ। ରହୁଛି, ଜୟ ଜଗନ୍ନାଥ।